ରେ ପହଞ୍ଚିଛି ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜା। ଏ ପରିପ୍ରେକ୍ଷୀରେ ଆମେ ପହଞ୍ଚିଛୁ ମହିଷାବାଟ ପୂଜା ପ୍ରତିଷ୍ଠାନ ତଥା ଅରବିନ୍ଦ ପୂଜା ପ୍ରତିଷ୍ଠାନ ନିକଟରେ। ଆମ ସହିତ ଅଛନ୍ତି ଅନୁଷ୍ଠାନର ସଭାପତି। କ'ଣ ଆଜ୍ଞା କହିବେ, ଚଳିତ ବର୍ଷ ଆପଣଙ୍କର ରୀତିନୀତି ଅନୁସାରେ କ'ଣ କ'ଣ ପୂଜା ଆର୍ଜନା କରାଯାଇଛି, ଆଉ ଚଳିତ ବର୍ଷ ଆପଣଙ୍କର ଚାନ୍ଦିର କିଛି ଅଳଙ୍କାର ମାଙ୍କ ପାଖରେ କରାଯାଇଛି, କ'ଣ କହିବେ? ଦେଖନ୍ତୁ, ଗତକାଲି ପବିତ୍ର କୁମାର ପୂର୍ଣ୍ଣିମା ତିଥିରେ ଆମେ ମହିଷାପାଟର ଦଣ୍ଡା ପୋଖରୀ ରୁଦ୍ରେଶ୍ୱରଙ୍କ ତୁଠରୁ ଆମେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯାଇ ମାଙ୍କର କଳସ ଯାତ୍ରା କରାଗଲା ଏବଂ ଘଟ ସ୍ଥାପନ କରାଯାଇଛି ଏବଂ କାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଆମର ମାଙ୍କର ଜୀବନ୍ୟାସ କରାଯାଇଛି। ଆଜି ଦ୍ୱିତୀୟ ଦିନରେ ପୂଜା ହୋମଯଜ୍ଞ ମଧ୍ୟ ଚାଲୁ ରହିଛି ଏବଂ ଚଳିତ ବର୍ଷ ଆମ ପୂଜା କମିଟି ତରଫରୁ ଆମେ ମାଙ୍କର ଚାନ୍ଦିର ମୁକୁଟ, ଚାନ୍ଦିର ହାର, ବାହୁଟି, କଣ୍ଟାସୂତା, ପଦ୍ମ, କଳସ ଏସବୁ ଆମେ ଚାନ୍ଦିର ଅଳଙ୍କାର ମାଙ୍କ ଠାରେ ଲାଗି କରିଛୁ ଏବଂ ଆମର ଚଳିତ ବର୍ଷ ମୀନା ବଜାର ଏଠି ପ୍ରତିଷ୍ଠା କରାଯାଇଛି ଏବଂ ମୀନା ବଜାରରେ ହରେକ ରକମର ବିଭିନ୍ନ ଦୋକାନ କରାଯାଇଛି, ଦୋଳି କରାଯାଇଛି। ତା ସହିତ ଅପେରା ଇନ୍ଦ୍ରଭୁବନ ଆସନ୍ତା 10, 11, 12 3 ଦିନ ଧରି ମହିଷାପାଟରେ ମୁଖ୍ୟ ଆକର୍ଷଣ ପାଲଟିବାକୁ ଯାଉଛି ଏବଂ ଯାତ୍ରା ଆମ 29ଟି ଗୋଟି ପୂଜା ମଣ୍ଡପ ଭିତରେ ଏବଂ ଢେଙ୍କାନାଳ ସହରରେ କୌଣସି ଜାଗାରେ ଅପେରା ପରିବେଷଣ ହେଉନି। ଆମର ଅପେରା ପରିବେଷଣ ଆମର ମହିଷାପାଟରେ ଯେଉଁ କରାଯାଉଛି ତାକୁ ନେଇକରି ଆମର ଅଞ୍ଚଳବାସୀ ଏବଂ ଜିଲ୍ଲାର ଯେତେ ସବୁ ଯୁବ ବନ୍ଧୁ ଅଛନ୍ତି, ଅପେରା ପ୍ରେମୀ ଅଛନ୍ତି, ସେମାନେ ମଧ୍ୟ ତାର ମଜା ନେବା ପାଇଁ ଲକ୍ଷ୍ମୀ ପୂଜାରେ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ମାଙ୍କର ଆମେ ଗୁରୁବାର ଦିନ ବଡ଼ ଭୋଗ ହେବ ଏବଂ ଶ୍ରଦ୍ଧାଳୁମାନେ ଆମର ଯେଉଁମାନେ ରହିଛନ୍ତି ମହିଷାପାଟ 8 ନମ୍ବର ୱାର୍ଡର ଯେତେ ବାସିନ୍ଦା ସମସ୍ତେ ସେଥିରେ ଅଂଶଗ୍ରହଣ କରିବେ ଏବଂ ବଜାରରୁ ନିମନ୍ତ୍ରିତ ଅତିଥିମାନଙ୍କୁ ମଧ୍ୟ ଆମର ଏହି ପ୍ରସାଦ ସେବନକୁ ଆମେ ନିମନ୍ତ୍ରଣ କରୁଛୁ। ଏହାର ଅନୁଭବ ଅତ୍ୟନ୍ତ ଦିବ୍ୟ ଅନୁଭବ। ତେଣୁ ଆପଣମାନେ ଆସନ୍ତୁ, ସମସ୍ତେ ମିଳିମିଶି ଆମେ ମାଙ୍କୁ ଆରାଧନା କରିବା ଏବଂ ଢେଙ୍କାନାଳକୁ ଧନ ଧାନ୍ୟରେ ପରିପୂର୍ଣ୍ଣ କରିବା। ଆଜ୍ଞା, ସୁରକ୍ଷା ବ୍ୟବସ୍ଥା ପାଇଁ କମିଟି ତରଫରୁ କ'ଣ କ'ଣ ବ୍ୟବସ୍ଥା କରାଯାଇଛି, ଯେହେତୁ ଏଟା NH କଡ଼ରେ ଆପଣଙ୍କ ପୂଜା ପ୍ରତିଷ୍ଠାନ କ'ଣ କ'ଣ କରାଯାଇଛି? ଆମେ ଯେହେତୁ ଆମର ଅଳଙ୍କାର ରହିଛି, ମାଙ୍କର ଚାନ୍ଦିର ଅଳଙ୍କାର ରହିଛି, ସେଥିପାଇଁ ଆମେ CCTV ଲଗେଇଛୁ ଏବଂ CCTV ଲଗାଇବା ସହିତ ପୁଲିସ ପ୍ରଶାସନକୁ ମଧ୍ୟ ଆମେ ବନ୍ଧୁକଧାରୀ ସୁରକ୍ଷା କର୍ମୀ ମୁତୟନ କରିବା ପାଇଁ ନିବେଦନ କରିଥିଲୁ ଏବଂ ସେମାନେ ମଧ୍ୟ ବନ୍ଧୁକଧାରୀ ସୁରକ୍ଷା କର୍ମୀକୁ ଆମ ପୂଜା ମଣ୍ଡପରେ ଜଣେ 24 ଘଣ୍ଟିଆ ପୁରା ମୁତୟନ କରାଯାଇଛି ପ୍ରଶାସନ ତରଫରୁ। ସେଥିପାଇଁ ପୁଲିସ ପ୍ରଶାସନକୁ ଆମେ ଧନ୍ୟବାଦ ଦେଉଛୁ। ତା ସହିତ ଆମେ ମଧ୍ୟ 2 ଜଣ ଭଲେଣ୍ଟିୟର ଦେଇଛୁ, ଯେଉଁ ଭଲେଣ୍ଟିୟର ମାନେ ରାତିରେ ସୁରକ୍ଷା କର୍ମୀଙ୍କ ସହିତ ସେ ମଧ୍ୟ ଏଠି ଜଗିକି ରହୁଛନ୍ତି। ସେ ପୂଜାକୁ ପ୍ରଥମ କରି 50,000 ଟଙ୍କା ଲେଖାଏଁ ସରକାରଙ୍କ ପକ୍ଷରୁ ଦେବା ପାଇଁ ଘୋଷଣା କରାଯାଇଛି ସଂସ୍କୃତି ବିଭାଗ ପକ୍ଷରୁ। ତେଣୁ ସେ ନେଇ ଯେହେତୁ କମିଟିକି 50,000 ଟଙ୍କା ସରକାର ଦେଇଛନ୍ତି, ସେଥିପାଇଁ ଆମେ ସରକାରଙ୍କୁ ଧନ୍ୟବାଦ ଦେଉଛୁ। ଆମ ନିକଟରେ ଅଛନ୍ତି ସମ୍ପାଦକ, କ'ଣ କହିବେ ଆଜ୍ଞା? ଚଳିତ ବର୍ଷ ବେଶ ଧୁମଧାମରେ ଆପଣଙ୍କ ଅନୁଷ୍ଠାନ ଲକ୍ଷ୍ମୀ ପୂଜା ପାଳନ କରୁଛି, ଆଉ ଚଳିତ ବର୍ଷ ଆପଣଙ୍କ ଅନୁଷ୍ଠାନ ପ୍ରଥମ କରି ଚାନ୍ଦି ମେଢ଼ କିଛି ଅଳଙ୍କାର କରିଛି, କ'ଣ କହିବେ? ହଁ, ଚଳିତ ବର୍ଷ ତ ସମସ୍ତ କାର୍ଯ୍ୟକାରୀ ସଦସ୍ୟମାନଙ୍କ ଦ୍ୱାରା ପ୍ରବଳ ଉଦ୍ୟମ ସହକାରେ ଆମର ମାଙ୍କର ପ୍ରାୟ ଅଳଙ୍କାର ତାଙ୍କରି କୃପାରୁ ହେଇଛି। ସେଥିପାଇଁ ସୁରକ୍ଷା ବନ୍ଦୋବସ୍ତ ବି ହେଇଛି। ଆଉ ଆମର କାର୍ଯ୍ୟକାରୀ ସମସ୍ତେ ରହିଛନ୍ତି। ଯାହା ହଉ ଆମର ଯେଉଁ ମୁଖ୍ୟମନ୍ତ୍ରୀ ମହୋଦୟ ଆଉ ଆମର ମାନ୍ୟବର ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କର ସହାୟତାରେ ଆମର ଢେଙ୍କାନାଳକୁ ବିଶ୍ୱ ପ୍ରସିଦ୍ଧ ମାନ୍ୟତା ପ୍ରାପ୍ତ ହେଲୁ। ତେଣୁ ଆମେ ସମସ୍ତ ମନ୍ତ୍ରିମଣ୍ଡଳକୁ ଆଉ ମୁଖ୍ୟମନ୍ତ୍ରୀଙ୍କୁ ବି ଧନ୍ୟବାଦ ଅର୍ପଣ କରୁଛୁ। ଆଉ ଚଳିତ ବର୍ଷ ତ ଅନେକ ଗୁଡ଼ିଏ ପଦକ୍ଷେପ, ଯାତ୍ରା, ଇନ୍ଦ୍ରଭୁବନ, ମୀନା ବଜାର, ଯାହା ହଉ ଆମ ଏଇ ବର୍ଷ ସମସ୍ତ କାର୍ଯ୍ୟ ସଭ୍ୟମାନଙ୍କ ଉଦ୍ୟମରେ ହେଇଛି। ଆଉ ଶାନ୍ତି ଶୃଙ୍ଖଳା ପାଇଁ ବି କଠୋର ପଦକ୍ଷେପ ବି ନିଆଯାଇଛି। ଯେମିତି ଆମେ ଭାଇଚାରା ଢେଙ୍କାନାଳ ଅଛୁ ତାକୁ ବଜାୟ ରଖିବା ପାଇଁ ଆପ୍ରାଣ ଉଦ୍ୟମ ବି କରିଛୁ। ଆଉ ସମସ୍ତ ଯାତ୍ରୀ ଓଡ଼ିଶା ବାହାର ସମସ୍ତଙ୍କୁ ଆମେ ନିବେଦନ କରୁଛୁ, ଆସନ୍ତୁ ଏ ସହରକୁ ଉପଭୋଗ କରନ୍ତୁ। ଆମେ ସମସ୍ତ ସେବାରେ ଅର୍ପଣ ଅଛୁ। ଆଉ ଜଣେ ଆମ ନିକଟରେ ଶ୍ରଦ୍ଧାଳୁ ଅଛନ୍ତି। ଆଜ୍ଞା, ଆପଣ ବିଭିନ୍ନ ଜାଗାରେ ଲକ୍ଷ୍ମୀ ପୂଜା ଦେଖିଥିବେ, ଢେଙ୍କାନାଳ ଲକ୍ଷ୍ମୀ ପୂଜା କ'ଣଟା ଫରକ ଦେଖିଛନ୍ତି? ଆମର ଢେଙ୍କାନାଳ ଲକ୍ଷ୍ମୀ ପୂଜା ବର୍ତ୍ତମାନ ପୃଥିବୀ ପ୍ରସିଦ୍ଧ କହିଲେ ଚଳେ। କାହିଁକିନା ସେଥିଲାଗି ଆମର ଓଡ଼ିଶା ସରକାର ଆମକୁ ମାନ୍ୟତା ଦେଇଛନ୍ତି। ପ୍ରତ୍ୟେକ ପୂଜା ମଣ୍ଡପକୁ 25,000 ଟଙ୍କା ଲେଖାଏଁ ଅନୁଦାନ ରାଶି ଅନୁମୋଦନ କରିଛନ୍ତି। ସେଥିଲାଗି ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଉଛୁ।
ଆପଣଙ୍କର ଯେଉଁ ପ୍ରେସ୍ ମିଡ଼ିଆ ବନ୍ଧୁମାନେ ଆସୁଛନ୍ତି ଆପଣଙ୍କ ଟିଭି କି ଏବଂ ଅନ୍ୟ ପ୍ରେସ୍ ମିଡ଼ିଆ ବନ୍ଧୁମାନଙ୍କୁ ଧନ୍ୟବାଦ ଦେଉଛୁ। ଶାନ୍ତି ଶୃଙ୍ଖଳାର ସହିତ ବର୍ତ୍ତମାନ ଚାଲିଛି ଆମର ଢେଙ୍କାନାଳ ମହାଲକ୍ଷ୍ମୀ ପୂଜା। କଣ ବାର୍ତ୍ତା ଦେବେ ଆପଣଙ୍କର ଯୋଉ ବିଭିନ୍ନ ଜାଗାରେ ଅଛନ୍ତି ପୂଜା ଦେଖିବାକୁ ଆସିବାକୁ ଚାହିଁବେ, କଣ କହିବେ ସେମାନଙ୍କୁ? ଆମର ଯେଉଁମାନେ ଆସୁଛନ୍ତି ବାହାରୁ ବନ୍ଧୁମାନେ ତାଙ୍କୁ ଅନୁରୋଧ କରିବି ଆସନ୍ତୁ ଶାନ୍ତି ଶୃଙ୍ଖଳାର ସହିତ ଆମର ପୂଜା ଏବଂ ଯେକୌଣସି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେଉଛି, ଭଜନ ସମାରୋହ ହେଉଛି, ନାଚ ବି ଆମର ମଇଁଷାପାଟରେ 10, 11, 12 3 ଦିନ ଇନ୍ଦ୍ରଭୁବନର ମଞ୍ଚସ୍ଥ ହେବ ନାଟକ, ତାକୁ ଉପଭୋଗ କରନ୍ତୁ, ଶୃଙ୍ଖଳାର ସହିତ ଯାତ୍ରା ଦେଖନ୍ତୁ ଏବଂ ସମସ୍ତେ ଯାଆନ୍ତୁ। ଆମ ନିକଟରେ ଅଛନ୍ତି ଯେ ଆମର ଯେ ମୁଖ୍ୟ ପୂଜକ, କଣ କହିବେ? ଗତକାଲି ମାଙ୍କୁ ଆହ୍ୱାନ କରାଯାଇଛି, ଆଜି ହେଉଛି ଦ୍ୱିତୀୟ ଦିନ, କିଭଳି ଭାବରେ ପୂଜା ଚାଲିଛି? ମାଙ୍କର ପୂଜା ଯେଭଳି ଭାବରେ ଚାଲିବା କଥା ରୀତି ଭାବରେ ଚାଲିଛି। ଆଜି ସକାଳୁ ପ୍ରାତଃ ଆଳତି ହେଲା, ତାପରେ କିଛି ସ୍ତୋତ୍ର ପାଠ କରାଗଲା, ତାପରେ ମାଙ୍କର ଲକ୍ଷ୍ମୀ ପୁରାଣ ବି ପାଠ କରାଗଲା, ତାପରେ ମାଙ୍କର ପାଖରେ ସୂର୍ଯ୍ୟ ପୂଜା ହେଲା, ସୂର୍ଯ୍ୟ ପୂଜା ପରେ ଗୋପୂଜା ପରେ ବର୍ତ୍ତମାନ ମାଙ୍କର ଷୋଡ଼ଶୋପଚାର ପୂଜା ସରିଲା। ବର୍ତ୍ତମାନ ଆମେ ହୋମ ଆଦି ଯଜ୍ଞ ଆଦି କର୍ମ କରିବା ପାଇଁ ପ୍ରସ୍ତୁତ ହେଉଛୁ। ଏଇସବୁ କାର୍ଯ୍ୟକ୍ରମ ପୁଣି ସନ୍ଧ୍ୟା ଆଳତି ହେବ, ରାତ୍ରିରେ ହୋମ ଆଉ ଥରେ ହୋମ ହେଇକି ବିଶ୍ରାମ ନିଆଯିବ। ଗୁରୁବାର ଅଛି, ଗୁରୁବାର ପାଇଁ କଣ ସ୍ୱତନ୍ତ୍ର ନୀତିନୀତି ଅନୁସାରେ ପୂଜାର ବ୍ୟବସ୍ଥା କରାଯାଇଛି? ଗୁରୁବାର ଆମେ ରଖିଛୁ ମାଙ୍କର ତ ଯାହା ଯେମିତି ଚାଲିଛି ବର୍ତ୍ତମାନ ସେଇ 16 ପୂଜା ବ୍ରତ ସବୁ ଚାଲିବ। ଆଉ ଗୋଟେ ରଖିଛୁ ତା ଲାଗି ଆମେ ଚଣ୍ଡୀ ହବନ ରଖିଛୁ, ଚଣ୍ଡୀ ହବନ କରାଯିବ ସେଦିନ, ଏଇଟା ମୁଖ୍ୟ ଭାବରେ ଆମେ ସେଟାକୁ ରଖିଛୁ। ମୋ ନିକଟରେ ଅଛନ୍ତି ଅରବିନ୍ଦ ବଜାର ପୂଜା ପ୍ରତିଷ୍ଠାନର କର୍ତ୍ତା, କଣ କହିବେ? ଚଳିତ ବର୍ଷ କିଭଳି ଭାବରେ ଆୟୋଜନ କରିଛି, ଆଜି ଆପଣ କର୍ତ୍ତା ହିସାବରେ ବସିଛନ୍ତି, କଣ କହିବେ? ମୁଁ ଅରବିନ୍ଦ ବଜାରର କର୍ତ୍ତା। ଆମର ସମସ୍ତଙ୍କ କର୍ମକର୍ତ୍ତାଙ୍କ ସହଯୋଗରେ ଆମ ମାଙ୍କ ପାଇଁ ଏଥର ରୂପା ଅଳଙ୍କାର ଟିକେ କରାହେଇଛି, ଆଉ ବହୁତ ଭଲରେ ପୂଜା ବି ଚାଲିଛି। କାଲି ମାଙ୍କର ବିଧିମତାକରେ ଜଳଯାତ୍ରା, ମାଙ୍କର ବିଧିମତାରେ ପୂଜା ସବୁ ସାରି ରାତି 1:30 ପର୍ଯ୍ୟନ୍ତ ପୂଜା ଚାଲି ରହିଲା। ଆଜି ବି ସେଇଭଳି ପ୍ରାତଃ ପୂଜା, ସୂର୍ଯ୍ୟ ପୂଜା ଓ ଷୋଡ଼ଶୋପଚାର ପୂଜା ସମାପ୍ତ ହେଇଛି। ଆଉ ଆମର ସବୁ କର୍ମକର୍ତ୍ତା ବହୁତ ସହଯୋଗରେ ଆମେ ଆଜି ଆମ ସଭାପତି, ଉପସଭାପତି ଆଉ ସେକ୍ରେଟାରୀଙ୍କ ସମ୍ମାନ ଦେଇ ଆମ ପୂଜା କମିଟି ଚାଲୁଛି। ଚଳିତ ବର୍ଷ ଏହି ଲକ୍ଷ୍ମୀ ପୂଜା 9 ଦିନ ଅନୁଷ୍ଠିତ ହେବ, ଅର୍ଥାତ୍ 14 ତାରିଖ ଯାକେ ମା ପୂଜା ପାଇବେ, 15 ତାରିଖରେ ମା ମେଲାଣି ନେବେ। ଢେଙ୍କାନାଳରୁ ଦୀପକ ରଞ୍ଜନ ମିଶ୍ର, TRO 24 ନ୍ୟୁଜ୍।